ଜାନୁଆରୀ ରେ ଶୀତ ଗାଏବ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ 3 ରୁ 4 ଡିଗ୍ରୀ ଯାଏଁ ଅଧିକ ରେକର୍ଡ କରାଯାଇଛି। ବାୟୁମଣ୍ଡଳରେ ଜଳୀୟ ବାଷ୍ପର ବୃଦ୍ଧି ତଥା ବାୟୁ ଚଳାଚଳରେ ନିଷ୍କ୍ରିୟତା ତଥା ନିର୍ମଳ ଆକାଶ ହେତୁ କୁହୁଡ଼ି ପ୍ରଭାବ ବୃଦ୍ଧି ଓ ଶୀତର ପ୍ରକୋପ କମିଛି। ଶୀତର ପ୍ରଭାବ କମିବା ସହ ସ୍ୱାଭାବିକ ତୁଳନାରେ ରାତ୍ରି ତାପମାତ୍ରା ଅଧିକ ଥିବାରୁ ଥଣ୍ଡା ମଧ୍ୟ କମ୍ ରହିଛି। କୁହୁଡ଼ି ଘେରରେ ରହିଛି ସାରା ଓଡ଼ିଶା। ଆଗାମୀ 24 ଘଣ୍ଟା ଭିତରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୋନପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଛି। ଘନ କୁହୁଡ଼ି ପାଇଁ ଯାତାୟାତରେ ବାଧା ସୃଷ୍ଟି ହେବା ନେଇ ସତର୍କ ସୂଚନା ଜାରି ହୋଇଛି। ଆସନ୍ତା 4 ଓ 5 ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।